मेघमाଳାରେ शीघ्र आगमन କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଲୋକମାନେ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ ଏତେ କଥା କାହିଁକି କହନ୍ତି? ଲୋକମାନେ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ ଏତେ କଥା କାହିଁକି କହନ୍ତି? ଏ ବିଷୟରେ ମୁଁ ଅଳ୍ପ କେତେଟା କଥା ମୁଁ କହିବା ପାଇଁ ଚାହେଁ। ଅଳ୍ପ ଦିନ ତଳେ ଆମମାନଙ୍କର ଜେମିମା ରଡ୍ରିକ୍ସ ସେ ଏତେ ସୁନ୍ଦର ଭାବରେ ଖେଳି ଭାରତକୁ ସେ ଫାଇନାଲରେ ପହଞ୍ଚାଇଲେ। ଆଉ ଭାରତ ମଧ୍ୟ ଫାଇନାଲଟା ଜିତିଲା। ଆମମାନଙ୍କ ନିମନ୍ତେ କେତେ ଗୌରବର ବିଷୟ, ଆନନ୍ଦର ବିଷୟ ଅଟେ। ଯେତେବେଳେ ଫାଇନାଲରେ ଅଳ୍ପ ସ୍କୋର କରି ସେ ଆଉଟ୍ ହେଇଗଲେ, ସେହି ସମୟରେ ତାଙ୍କୁ କେତେ ପ୍ରକାର ଗାଳି କରାଗଲା, କେତେ ପ୍ରକାର କମେଣ୍ଟସ୍ କରାଗଲା। ଏତିକି ଯେତେବେଳେ କି ଜେମିମା ସେ ଶତକ ହାସଲ କଲେ, ସେହି ସମୟରେ ତାଙ୍କୁ ପଚରା ଯିବା ସମୟରେ ମୁଁ ଯୀଶୁଖ୍ରୀଷ୍ଟଙ୍କୁ ସବୁ ଗୌରବ ଦେଉଛି, ବାଇବଲର ବାକ୍ୟକୁ ମୁଁ ଘୋଷଣା କରୁଥିଲି, ଏଇ କଥା ସେ କହିଥିଲେ। ସେଥିପାଇଁ ତାଙ୍କୁ କମେଣ୍ଟସ୍ କରାଗଲା ଯେ କ'ଣ ରବିବାର ଦିନ ଯୀଶୁଖ୍ରୀଷ୍ଟ କ'ଣ ଛୁଟିରେ ଅଛନ୍ତି କି? ଯୀଶୁଖ୍ରୀଷ୍ଟ କ'ଣ ବିଫଳ ହେଇଗଲେ ଯେ ତୁମେ ସ୍କୋର କରିପାରିଲ ନାହିଁ? ଏହି ପ୍ରକାର ଭାବରେ ତାଙ୍କୁ ମଧ୍ୟ ବିଭିନ୍ନ ପ୍ରକାର କମେଣ୍ଟସ୍ କରାଗଲା। ଆଉ ଅଳ୍ପ ଦିନ ତଳେ ଆମମାନଙ୍କର ଓଡ଼ିଶାର ଗୋଟେ ସୁନାମଧନ୍ୟ ଯିଏକି ଗାୟକ, ଆମମାନଙ୍କର ଅତି ପରିଚିତ ହ୍ୟୁମାନ ସାଗର, ସେ ମୃତ୍ୟୁବରଣ କଲେ। ତାଙ୍କର ବିଷୟକୁ ନେଇ ମଧ୍ୟ ଅନେକ ପ୍ରକାର ଭାବରେ ତାଙ୍କୁ କ୍ରିଟିସାଇଜ୍ କରାଗଲା, ସମାଲୋଚନା କରାଗଲା। ଯେଉଁମାନେ ସମାଲୋଚନା କଲେ, ଆମେ ସେମାନଙ୍କୁ କୌଣସି ପ୍ରକାର ଉତ୍ତର ଆମେ ଦେଉନୁ, ଅନ୍ୟମାନେ ଉତ୍ତର ଦେଉଛନ୍ତି। କାହିଁକି ସେମାନଙ୍କୁ ଆମେ ଉତ୍ତର ଦେବୁ? ତାଙ୍କେ ସେଥିର ଯୋଗ୍ୟ ମଧ୍ୟ ନାହାନ୍ତି। କାରଣ ଗୋଟିଏ ଯୋଗ୍ୟବନ୍ତ ଲୋକ ଆସିଲେ ତାଙ୍କ ସହିତ ଆମେ କଥାବାର୍ତ୍ତା ହେଲେ ସେଇଟା ଠିକ୍ ରହିବ। ଯାହାର କୌଣସି ବିଷୟର ଠିକ୍ ଠିକଣା ନାହିଁ, ତାଙ୍କ ବିଷୟରେ ଆମେ କାହିଁକି କହିବା ପାଇଁ ଯାଉଛୁ? ପ୍ରିୟମାନେ, ମୁଁ କହିବା ପାଇଁ ଚାହେଁ ଯେ ଲୋକମାନେ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ କାହିଁକି ଏତେ ସବୁ କଥା କହନ୍ତି? ସେମାନେ ଜାଣନ୍ତି ଯଦି ଆମକୁ ଫେମସ୍ ହେବାର ଅଛି, ଚର୍ଚ୍ଚାରେ ରହିବାର ଅଛି, ତାହେଲେ ଆମେ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ କହିବା, ଆଉ ଯୀଶୁଖ୍ରୀଷ୍ଟଙ୍କ ବିରୁଦ୍ଧରେ କହିବା। ଯଦି ସେମାନଙ୍କ ବିରୁଦ୍ଧରେ ଆମେ କହିବା, ତାହେଲେ ହିଁ ଆମେ ଚର୍ଚ୍ଚାରେ ରହିପାରିବା, ଲୋକମାନେ ଆମକୁ ଜାଣିପାରିବେ। ଦେଖନ୍ତୁ, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ବିରୁଦ୍ଧରେ କହିଛନ୍ତି, ଆଜି ସେମାନେ ଚର୍ଚ୍ଚାରେ ଅଛନ୍ତି। ସେମାନଙ୍କୁ କେହି ଜାଣୁନଥିଲେ, ସେମାନଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ କେହି ଜାଣୁନଥିଲେ। ମାତ୍ର ଯେତେବେଳେ ସେମାନେ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ କହୁଛନ୍ତି, ଯୀଶୁଖ୍ରୀଷ୍ଟଙ୍କ ବିରୁଦ୍ଧରେ କହୁଛନ୍ତି, ସେହି ସମୟରେ ତାଙ୍କର ଚ୍ୟାନେଲକୁ ଅନେକ ସବସ୍କ୍ରାଇବର ଆସୁଛି, ଅନେକ ଭ୍ୟୁଅର୍ସ ଗୁଡ଼ିକ ତାଙ୍କର ଆସୁଛି, ଆଉ ସେମାନେ ଚର୍ଚ୍ଚାରେ ମଧ୍ୟ ଅଛନ୍ତି। ସେମାନେ ସମସ୍ତେ ଜାଣିଛନ୍ତି ଯଦି ଆମକୁ ଚର୍ଚ୍ଚାରେ ରହିବାର ଅଛି, ଫେମସ୍ ହେବାର ଅଛି, ତାହେଲେ ଆମକୁ କ'ଣ କରିବାକୁ ପଡ଼ିବ? এই ଖ୍ରୀଷ୍ଟିଆନ ଲୋକମାନଙ୍କ ବିରୁଦ୍ଧରେ କହିବା, ମିଛ କଥା କହିବା, ଯୀଶୁଖ୍ରୀଷ୍ଟଙ୍କ ବିରୁଦ୍ଧରେ ମିଛ କଥା ଗୁଡ଼ିକ ଆମେ କହିବା, ତାହେଲେ ଚର୍ଚ୍ଚାରେ ରହିପାରିବା। ସେଥିପାଇଁ ବାଇବଲରେ ଲେଖାଯାଏ, ଫିଲିପିୟ ପୁସ୍ତକ 2:9, ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ଉତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ নত ହେବ, ପୁଣି ପିତା ଈଶ୍ୱରଙ୍କର ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବେ। ପ୍ରିୟମାନେ, ଯୀଶୁଖ୍ରୀଷ୍ଟ ଆଉ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ ଯେତେବେଳେ ଲୋକମାନେ କହନ୍ତି, ସେତେବେଳେ ଚର୍ଚ୍ଚାରେ ଆସନ୍ତି, ସେତେବେଳେ ଲୋକମାନେ ଜାଣନ୍ତି। ଆଜି ଦେଖନ୍ତୁ, ଯେଉଁମାନଙ୍କୁ କେହି ଜାଣିନଥିଲେ, ମାତ୍ର ଯେତେବେଳେ ସେମାନେ ଯୀଶୁଖ୍ରୀଷ୍ଟଙ୍କ ବିରୁଦ୍ଧରେ କହୁଛନ୍ତି, ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ କହୁଛନ୍ତି, ମଣ୍ଡଳୀ ବିରୁଦ୍ଧରେ କହୁଛନ୍ତି, ପାଳକ ପ୍ରଚାରକମାନଙ୍କ ବିରୁଦ୍ଧରେ କହୁଛନ୍ତି, ସେତେବେଳେ ସମସ୍ତେ ତାଙ୍କୁ ଜାଣୁଛନ୍ତି। ଆଜି ସମସ୍ତେ ଜାଣିଛନ୍ତି ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହି ପ୍ରକାର ଶକ୍ତି ରହିଛି। ଗୋଟିଏ ଦୌଲା କାଦରେ ପଡ଼ିଥିବା ଲୋକଙ୍କୁ ଉଠେଇ ସିଂହାସନରେ ବସେଇ ପାରିବ।
এইটা ଜାଣିଛ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ ସେହି ନାମ ଆମକୁ ଉଚ୍ଚରେ ନେଇପାରିବ, ଆମକୁ ସଫଳ କରିପାରିବ। କାରଣ ଦୁନିଆରେ ସବୁଠୁ ଅଧିକ ସଫଳ ବ୍ୟକ୍ତି ଖ୍ରୀଷ୍ଟିଆନ ମାନେ ଅଟନ୍ତି। ଯେଉଁ କ୍ଷେତ୍ରରେ ଦେଖନ୍ତୁ, ଆପଣ ମେଡ଼ିକାଲ ଲାଇନରେ ଦେଖିବେ କି ଆପଣ ଖେଳରେ ଦେଖିବେ, ଆପଣ ବିଜ୍ଞାନରେ ଦେଖିବେ, ଯେଉଁ କ୍ଷେତ୍ରରେ ଆପଣ ଦେଖିବେ, ଯେକୌଣସି ଉଦ୍ଭାବନ କରିବାରେ ହେଉ, ସବୁ ଜାଗାରେ ଖ୍ରୀଷ୍ଟିଆନ ସାଇଣ୍ଟିଷ୍ଟ ମାନେ, ଖ୍ରୀଷ୍ଟିଆନ ଡକ୍ଟର ମାନେ, ଖ୍ରୀଷ୍ଟିଆନ ଇଞ୍ଜିନିୟର ମାନେ, ଖ୍ରୀଷ୍ଟିଆନ ପ୍ରଫେସର ମାନେ, ସେମାନେ ସଫଳତା ହାସଲ କରିଛନ୍ତି। ଏଇ ନାମ ଜଣକୁ ଉପରକୁ ନେଇଯାଏ, ଏଇଟା ସମସ୍ତେ ଜାଣିଛନ୍ତି। ସେଥିପାଇଁ ଯଦି ଏଇ ନାମକୁ ଆମକୁ ଯଦି ଉପରକୁ ଯିବାର ଅଛି, ଖ୍ରୀଷ୍ଟିଆନ ମାନଙ୍କୁ ଗାଳି କର, ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ କଥା କୁହ, ତାହେଲେ କ'ଣ ହେବ? ଆମେ ଚର୍ଚ୍ଚାରେ ଆସିପାରିବୁ। ଆଜି ସମସ୍ତଙ୍କୁ ଚର୍ଚ୍ଚାରେ ରହିବାକୁ ଇଚ୍ଛା, ବିଭିନ୍ନ ପ୍ରକାର ଟ୍ରିକ୍ ଗୁଡ଼ିକ ସେମାନେ ଆପ୍ଲାଏ କଲେ, ମାତ୍ର କୌଣସି ପ୍ରକାର ଟ୍ରିକ୍ ଗୁଡ଼ିକ ସଫଳ ହେଲା ନାହିଁ। ତାପରେ ସେମାନେ ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ କହିବାଟା ଆରମ୍ଭ କଲେ, ବାଇବଲ ବିରୁଦ୍ଧରେ କହିବାଟା ଆରମ୍ଭ କଲେ, ଯୀଶୁଖ୍ରୀଷ୍ଟଙ୍କ ବିରୁଦ୍ଧରେ କହିବାଟା ଆରମ୍ଭ କଲେ। ପ୍ରିୟମାନେ, ଯେଉଁମାନେ କହୁଛନ୍ତି ଆମେ ସେମାନଙ୍କୁ ମଧ୍ୟ ମୁତୋଡ଼ ଜବାବ ଦେବାକୁ ଆମକୁ ଜଣା, ମାତ୍ର କେଉଁ ପ୍ରକାର ଲୋକଙ୍କୁ ଆମେ ଜବାବ ଦେବାର ଆବଶ୍ୟକ ରହିଛି ସେଇଟା ମଧ୍ୟ ଆମେ ଜାଣୁ। ମାତ୍ର ଯେଉଁମାନେ ତାଙ୍କୁ କହୁଛନ୍ତି, ଜବାବ ଦେଉଛନ୍ତି, ବହୁତ ଭଲ କରୁଛନ୍ତି, କିଛି ମନ୍ଦ ନୁହେଁ। ପ୍ରିୟମାନେ, ଆମେ ଖ୍ରୀଷ୍ଟିଆନ ଲୋକମାନେ, ଆମେ ସହିଷ୍ଣୁ ଲୋକମାନେ ଅଟୁ। ଆଉ ଆମେ କୌଣସି ପ୍ରକାର ଭାବରେ ଅଶାନ୍ତି କ୍ରିଏଟ୍ କରିବା, ଦଙ୍ଗା କ୍ରିଏଟ୍ କରିବା, ଏସବୁ କାମ ଗୁଡ଼ିକ ଆମର ନାହିଁ। ଆମେ ଶାନ୍ତିପ୍ରିୟ ଲୋକ। ଆମେ ସବୁ କ୍ଷେତ୍ରରେ ସମସ୍ତଙ୍କର ମଙ୍ଗଳ ଆମେ ଚେଷ୍ଟା କରୁ, ସମସ୍ତଙ୍କର ସେବା କରିବା ପାଇଁ ଆମର ବହୁତ ଇଚ୍ଛା। ଏହା ଆମମାନଙ୍କୁ ବାଇବଲ ଆମମାନଙ୍କୁ ଶିଖାଏ। ସେଥିପାଇଁ ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ କି ସଫଳ ହେବା ପାଇଁ ଚାହାନ୍ତି, ଉପରକୁ ଯିବା ପାଇଁ ଚାହାନ୍ତି। ଆଉ ସେଥିପାଇଁ ସେମାନେ ଖ୍ରୀଷ୍ଟିଆନ ବିରୁଦ୍ଧରେ କହିବେ, ବାଇବଲ ବିରୁଦ୍ଧରେ କହିବେ, ଯୀଶୁଖ୍ରୀଷ୍ଟଙ୍କ ବିରୁଦ୍ଧରେ କହିବେ। ଦେଖନ୍ତୁ, ଯେଉଁମାନେ ଏଇସବୁ ବିରୁଦ୍ଧରେ କହିଛନ୍ତି, ଆଜି ଲୋକମାନେ ସେମାନେ ଜାଣିଛନ୍ତି। ଅନ୍ୟାନ୍ୟ ଭିଡ଼ିଓ ଗୁଡ଼ିକ ବନେଇଲେ, ଅନ୍ୟାନ୍ୟ ବିଷୟ ଗୁଡ଼ିକ କଲେ, କେହି ସେମାନଙ୍କୁ ଜାଣିଲେ ନାହିଁ। ସେଥିପାଇଁ ଯେତେବେଳେ ଆମ ବିରୁଦ୍ଧରେ କହୁଛନ୍ତି, ଆମକୁ ବାଇବଲ ଆମମାନଙ୍କୁ ଶିକ୍ଷା ଦିଏ ଯେ ସେମାନଙ୍କୁ ଅଭିଶାପ ଦିଅ ନାହିଁ, କାରଣ ଆମେ ଅଭିଶାପ ଦେଲେ ନଷ୍ଟ ହେଇଯିବେ। ବାଇବଲ ଏଇଟା ଆମମାନଙ୍କୁ କହେ। ଆମମାନଙ୍କର ବାଇବଲ ଆମମାନଙ୍କୁ ଏତେ ବଢ଼ିଆ କଥା ଆମମାନଙ୍କୁ କହେ। ରୋମିଓ ପୁସ୍ତକ ଏହାର 12 ଅଧ୍ୟାୟ, ଯେଉଁମାନେ ତୁମମାନଙ୍କୁ ତାଡ଼ନା କରନ୍ତି ସେମାନଙ୍କୁ ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ। କାହିଁକି ଦିଅ ନାହିଁ? ଆମେ ଅଭିଶାପ ଦେଲେ ଆମର ଅଭିଶାପ ଲାଗିବ। ଆମ ପାଖରେ ସେ ଶକ୍ତି ପରମେଶ୍ୱର ଆମମାନଙ୍କୁ ଦେଇଛନ୍ତି। ଆମେ ଯଦି ଅଭିଶାପ ଦେଇଯିବୁ, ନଷ୍ଟ ହେଇଯିବେ ସେମାନେ। ସେଥିପାଇଁ ବାଇବଲ କହେ ସେମାନଙ୍କୁ ଆଶୀର୍ବାଦ କର। ଯେଉଁମାନେ ତୁମମାନଙ୍କୁ ତାଡ଼ନା କରୁଛନ୍ତି ସେମାନଙ୍କୁ ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ। ଏହାପରେ ଲେଖାଯାଉଛି ଯେ 18 ପଦରେ, ସମ୍ଭବ ହେଲେ ତୁମର ଯେତେ ପର୍ଯ୍ୟନ୍ତ ସାଧ୍ୟ ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ। ହେ ପ୍ରିୟମାନେ, ତୁମେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ି ଦିଅ। କାରଣ ଲେଖା ଅଛି, ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ଆମମାନଙ୍କ ପରମେଶ୍ୱର ଜୀବିତ, ଆଉ ଆମେ ଜୀବିତ ପରମେଶ୍ୱରଙ୍କ ସେବା କରୁଛୁ। ଆମେ ଯେଉଁ ପରମେଶ୍ୱରଙ୍କ ସେବା କରୁଛୁ ସେ କବରରେ ନାହାନ୍ତି, ସେ କବରରୁ ଉଠି ଅଛନ୍ତି। ସେ ମୃତ ନୁହନ୍ତି, ଜୀବିତ ପରମେଶ୍ୱର, ଆଉ ସେ ପ୍ରତିଫଳ ଦିଅନ୍ତି। ସେ ପ୍ରତିଫଳ ଦେବା ପରମେଶ୍ୱର। ସେଥିପାଇଁ କହୁଛନ୍ତି, ତୁମେ କୌଣସି କରିବା ଦରକାର ନାହିଁ, ତୁମେ ଅନାଥ ନାହ, ମୁଁ ଅଛି। ଆଉ ତୁମେ ମୋତେ ଗ୍ରହଣ କରିଥିବାରୁ ତୁମକୁ ଏଇସବୁ ବିଷୟ ଗୁଡ଼ିକ ହେଉଛି। ତୁମେ କ'ଣ କର? ସେମାନଙ୍କୁ ଆଶୀର୍ବାଦ କର, ଆଉ ପ୍ରତିଫଳ ମୁଁ ଦେବି। ପରମେଶ୍ୱରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ ଅଟେ ପ୍ରିୟମାନେ। ସେଥିପାଇଁ ଆମେ ସାବଧାନ ରହିବାର ଆବଶ୍ୟକ ରହିଛି। ଆଜି ଲୋକମାନେ ଚର୍ଚ୍ଚାରେ ରହିବା ପାଇଁ ଯୀଶୁଖ୍ରୀଷ୍ଟଙ୍କ ନାମକୁ ସେମାନେ ବ୍ୟବହାର କରୁଛନ୍ତି, ଖ୍ରୀଷ୍ଟିଆନ ମାନଙ୍କୁ ଗାଳି କରୁଛନ୍ତି। ଏସବୁ ଗୁଡ଼ିକ ଲୁକାୟିତ ଭାବରେ ନାହିଁ, ଆମେ ସମସ୍ତେ ଜାଣିଛୁ। ସେଥିପାଇଁ ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ମନ ପରିବର୍ତ୍ତନ କରିବା ପାଇଁ ସୁଯୋଗ ଦିଅନ୍ତୁ, ଫେରନ୍ତୁ, ଆଉ ସେମାନେ ପରମେଶ୍ୱରଙ୍କ ପରିଚୟ ପାଆନ୍ତୁ। ଏହା ଆମମାନଙ୍କର ପ୍ରାର୍ଥନା। ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା। ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ, ପ୍ରଶଂସା କରୁଛୁ, ଗୌରବ କରୁଛୁ। ଯେତେ ଆମେ ତୁମର ଧନ୍ୟବାଦ ଦେବୁ ତାହା କମ୍ ଅଟେ, କାରଣ ତୁମେ ସେହି ପ୍ରକାର ମହାନ ପରମେଶ୍ୱର ଅଟ। ତୁମ ଛଡ଼ା ପରମେଶ୍ୱର କେହି ନାହାନ୍ତି। ତୁମକୁ ଧନ୍ୟବାଦ ଉପରେ ଧନ୍ୟବାଦ ଦେଉଛୁ। ଆଉ ଯେତେ ଆମେ ତୁମକୁ ଧନ୍ୟବାଦ ଦେବୁ ତାହା କମ୍ ଅଟେ। ତୁମେ ଆମମାନଙ୍କୁ ସେତେ ପ୍ରେମ କରୁଛ। ଆଉ ପ୍ରଭୁ, ଆମେ ପ୍ରାର୍ଥନା କରୁଛୁ, ଯେଉଁମାନେ ତୁମକୁ ନ ଜାଣି ଅଜ୍ଞାନ ସାରରେ
प्रभु तुमको तुम लोक मान विभिन्न प्रकार निंदार कथा कही प्रभु तुम विरुद्ध रे बाइबल विरुद्ध रे ये सब प्रकार मिछ कथा गुड़िक कहते से गोटे सुजोग दियो मन परिवर्तन करंतु तुम निकट को फेरंतु यह आम प्रार्थना करुचु प्रभु आमे से अभिशाप दौना आम आशीर्वाद करुचु से तुम परिचय पातु आउ तुमको जानतु चिन्हतु प्रार्थना प्रभु यीशु नाम रे मागुचु आमेन। समस्त को नमस्कार प्रेज द लॉर्ड प्रभु आपण समस्त को प्रचुर भाव आशीर्वाद करंतु प्रभु अनुग्रह कले आसंता अध्याय गोटे नुआ प्रसंग रे परस्पर सहित साक्षात करवा रहिबा। नमस्कार प्रेज द लॉर्ड गॉड ब्लेस यू।